ଢେଙ୍କାନାଳ ସହର ବାଜିଚୌକ ସ୍ଥିତ ମା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିରରେ ବାର୍ଷିକ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଅଛି। ପ୍ରାତଃ 4ଟାରୁ ମାଙ୍କର ମହାସ୍ନାନ, ହଳଦୀ, ଚୁଆ, ସିନ୍ଦୁରରେ ମାର୍ଜିତ କରାଯାଇ ସୂର୍ଯ୍ୟ ପୂଜା, ସକାଳ ଧୂପଲାଗି ପରେ ଭକ୍ତମାନେ ଦର୍ଶନ କରିଥିଲେ। ନିଜର ମନସ୍କାମନା ପୂର୍ବକ ପୂଜାର୍ଚ୍ଚନା କରି ହରିବୋଲ ହୁଳହୁଳିରେ ଚତୁର୍ଦ୍ଦିଗ କମ୍ପିତ ହୋଇଥିଲା। ମାଙ୍କ 2 ଦିନ ଧରି ଯାତ୍ରାକର୍ମ ଆରମ୍ଭ କରାଯାଇ ଅଦ୍ୟ ସନ୍ଧ୍ୟା 5ଟାରେ ପୂର୍ଣ୍ଣାହୁତି ହୋଇଥିଲା ଏବଂ ଦିନରେ ମାଙ୍କ ପ୍ରସାଦ ସେବନ ଭକ୍ତମାନେ ପାଇଥିଲେ। ବାଜିଚୌକ ଓ ଆଖପାଖରେ ଜନସାଧାରଣଙ୍କ ସହଯୋଗରେ ସମସ୍ତ କର୍ମ ଭଲରେ ହୋଇଥିଲା। ରାତ୍ରିରେ ମହାଆଳତି ହୋଇ 9ଟା ସୁଦ୍ଧା ମାଙ୍କର ରାତ୍ରନିଦାର ସବୁ ନୀତି ପାଳନ କରାଯାଇ ଶେଷ କରାଯାଇଥିଲା। ମୁଖ୍ୟ ପୂଜକ ରାମଚନ୍ଦ୍ର ମହାପାତ୍ର, ମହାଦେବ ଦେହୁରୀ, ଟଙ୍କଧର ମହାପାତ୍ର ପ୍ରମୁଖ ପୂଜା କରି ମାଙ୍କର ସାନ୍ନିଧ୍ୟ ଭକ୍ତମାନଙ୍କୁ ଦେଇଥିଲେ। ଯଜ୍ଞକର୍ମକୁ ଜିଲ୍ଲାର ସୁନାମଧନ୍ୟ ଯଜ୍ଞ ପୂଜକ ଶାନ୍ତନୁ ମହାପାତ୍ର ଓ ସହଯୋଗୀ ମୁକ୍ତାଦେଇପୁର ଶାସନର କର୍ତ୍ତା କାଳିଆ ଭାଇନା ତୁଲାଇ ସମାପନ କରିଥିଲେ। ଶେଷରେ ସଭାପତି ସଂଗ୍ରାମ କେଶରୀ ପାଣି ଓ ଅଭୟ ସିଂହଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା ସୁଚାରୁରୂପେ ହୋଇଥିଲା।